ରାଜଯୋଗ ଆରମ୍ଭ। ଏହି ତିନି ରାଶିର ଲୋକଙ୍କ ଉପରେ ହେବ ଧନର ବର୍ଷା। ଜାଣନ୍ତୁ ସେମାନେ କିଏ କିଏ। ଜ୍ୟୋତିଷଶାସ୍ତ୍ର ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ରାଶି ପରିବର୍ତ୍ତନ କରିଥାନ୍ତି। ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବାବେଳେ ଏହି ରାଶିକୁ ରାହୁ ଓ କେତୁ ସକାଳ 8ଟା 45 ସମୟରେ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହର ମିଳନ ରାଜଯୋଗ ସୃଷ୍ଟି କରୁଛି। ରାହୁ ଓ କେତୁ ଛାୟାଗ୍ରହ ଭାବରେ ଜଣାଶୁଣା ଏବଂ ଶୁକ୍ର ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ। ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ। ତେବେ ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆସନ୍ତୁ ଦେଖିବା କେଉଁ ରାଶି ସବୁ ଧନବାନ ହେବାର ସୁଯୋଗ ରହିଛି। ବୃଷ ରାଶି। ଦୀର୍ଘ ଦଶନ୍ଧି ପରେ ପଡ଼ୁଥିବା ରାଜଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି କ୍ୟାରିୟର ସଫଳତା ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। କାର୍ଯ୍ୟାଳୟରେ ପଦୋନ୍ନତି ଯୋଗ ରହିଛି। ଆକସ୍ମିକ ଧନଲାଭ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧୁରତା ଭରିଯିବ। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ, ନଚେତ୍ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗି ପାରନ୍ତି। ପରିବାରରେ ଲାଗି ରହିଥିବା ବିବାଦକୁ ଅନ୍ତ ଘଟିବ। ମିଥୁନ ରାଶି। ଏହି ରାଶିଙ୍କ ଭାଗ୍ୟ ଚମକାଇବ ରାଜଯୋଗ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ବ୍ୟବସାୟ ଅଧିକ ଲାଭ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ। ନିଜ ପିତାମାତାଙ୍କ ଆଶୀର୍ବାଦ ପାଇଁ ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ଅର୍ଜନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମୀନ ରାଶି। କଠିନ ପରିଶ୍ରମର ଫଳ ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଅବିବାହିତ ଅଛନ୍ତି ସେମାନେ ଭଲ ବିବାହ ପ୍ରସ୍ତାବ ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କଠାରୁ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। ଏହାକୁ ଆମ ଚ୍ୟାନେଲ ନିଶ୍ଚିତ କରେ ନାହିଁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଜ୍ୟୋତିର୍ବିଦଙ୍କ ସହିତ ପରାମର୍ଶ କରନ୍ତୁ।